ଆମର ଗୋଟେ ଧାରଣା ବାପା ମାନେ କଠୋର, ସବୁବେଳେ ଗମ୍ଭୀର ରହି ପିଲାମାନଙ୍କ ପ୍ରତି ଉଦାର ଲାଗନ୍ତି ନାହିଁ। ବିପଦ ଆପଦରେ ତାଙ୍କ ଆଖିରେ ଲୁହ ନଥାଏ। ହେଲେ ବାପା ମାନେ ଘରର ମୁରବୀ ହିସାବରେ ସବୁ ଘାତ ପ୍ରତିଘାତ ସହି ଚେଷ୍ଟା କରନ୍ତି ଘର ଲୋକଙ୍କ ଆଖିରେ ବୁନ୍ଦାଏ ଲୁହ ନ ଆସୁ। ଯଦି ସେ ଭାଙ୍ଗି ପଡ଼ି ଲୁହ ଗଡ଼େଇବେ ଘର ଚାଲିବ କେମିତି? ସେହି ପ୍ରସଙ୍ଗକୁ ନେଇ କବି ଶରତ କୁମାର ଦାସଙ୍କ କଲମରୁ ଆଉ ଗୋଟିଏ କବିତା। ଆସନ୍ତୁ ଜାଣିବା କ'ଣ ସବୁ ଅଛି ସେ କବିତାରେ। କବିତାର ଶୀର୍ଷକ ବାପା ମାନେ ବି କାନ୍ଦନ୍ତି। ମନେ ମନେ ଭାବେ ବାପା ମାନେ ମା' ମାନଙ୍କ ପରି କାହିଁକି କୋମଳ ହୃଦୟର ହୁଅନ୍ତିନି? ତାଙ୍କ ଛାତି କେଉଁ ଧାତୁରେ ଗଢ଼ା? ସେଦିନ ଖରାବେଳେ ବାପା ଶୋଇ ପଡ଼ିଥାନ୍ତି ନିଘୋଡ଼ ନିଦରେ। ତାଙ୍କ ଛାତିରେ ହାତ ରଖି ପରଖିଲି ଛାତିଟା ସତରେ ପଥର ନା ବାପା କର୍ତ୍ତବ୍ୟର ହାତୁଡ଼ି ମାଡ଼ ସହି ସହି ଛାତିକୁ ପଥର କରି ଦେଇଛନ୍ତି। ଆଜିକି 10 ବର୍ଷ ମା ଚାଲିଗଲା ଶ୍ୱାସ ରୋଗରେ। ଆମେ ଭାଇ ଭଉଣୀ କାନ୍ଦି କାନ୍ଦି ଚେତା ବୁଡ଼ି ଯାଉଥିଲୁ। ହେଲେ ବାପାଙ୍କ ଆଖିରେ ନଥିଲା ଟୋପେ ଲୁହ। ଦୀର୍ଘ 30 ବର୍ଷର ଦାମ୍ପତ୍ୟ ଜୀବନ, କେତେ ହସ କାନ୍ଦ ସୁବାସିତ ସମୟ। ସତରେ ବାପାଙ୍କୁ କଷ୍ଟ ହେଉନି? ବାପାଙ୍କୁ କାନ୍ଦିବାର ଅବସର ନଥିଲା। ମା'ର ଶବ କେମିତି ଅହ୍ୟ ଡେଙ୍ଗୁରା ବାଜି ସ୍ୱର୍ଗ ଦ୍ୱାରରେ ଦାହ ହେବ, କ୍ରିୟାକର୍ମ ଭଲରେ ତୁଟିବ, ସେଇ ଚିନ୍ତାରେ କୋହ ଚାପି ଲାଗି ପଡ଼ିଥାନ୍ତି ସବୁ ଯୋଗାଡ଼ିବାରେ। ମା'ର ଶୁଦ୍ଧକ୍ରିୟା ସରିଯାଇଥାଏ। ଭାଇ ଭାଉଜଙ୍କୁ ଧରି ଚାଲି ଯାଇଥିଲା ତା ଚାକିରିକୁ। ଦେଖିଲି ବାପା ଦରଜା ବାହାରେ ଖାଲି ଏପଟୁ ସେପଟ ଚାଲୁଛନ୍ତି। ଛଳ ଛଳ ଆଖି, କମ୍ପିତ ଓଠ, ଫୁଲି ଉଠୁଥିଲା ନାକପୁଡ଼ା। କେବେ ଶୂନ୍ୟ ଆକାଶକୁ, କେବେ ବଗିଚା କୋଣରେ ମା'ର ଅସ୍ଥି ଚଉତରାକୁ ନିରେଖି ଦେଖୁଥାନ୍ତି। ବିନା ଶବ୍ଦରେ କାନ୍ଦୁଥିବା ମଣିଷଟିର ଦୁଃଖ, ଅବଶୋଷ ଅଭାବରେ ଆଖିରୁ ଝରି ପଡ଼ୁଥିବା ଲୁହ କେବେ ବର୍ଷା ପାଣିରେ, ଦୀର୍ଘଶ୍ୱାସର ପବନରେ, ସ୍ୱେଦ ବିନ୍ଦୁରେ କୋହ ହୋଇ ହୃଦୟ ଭିତରେ ନୀରବରେ ହଜିଯାଏ, ଲକ୍ଷ୍ୟ କରି ହୁଏ ନାହିଁ। ଅସୁମାରୀ ଯନ୍ତ୍ରଣାକୁ ତକିଆ କରି ନିଘୋଡ଼ ହୋଇ ଶୋଇ ଯାଉଥିବା ବାପା, ବିପଦରେ ସମସ୍ତଙ୍କୁ ଟାଣ କରି ଭିଡ଼ି ଧରିଥିବା ଗୋଟେ ମେରୁଖୁଣ୍ଟ, ବିଶ୍ୱାସ ଓ ଭରସାର କଳ୍ପବଟ, କଞ୍ଚା ମାଟିକୁ ସୁନ୍ଦର ମୂର୍ତ୍ତିଟିଏ ଗଢ଼ି ତୋଳିବାରେ କୁଶଳ କାରିଗର, ଉତ୍ତର ଦାୟିତ୍ୱକୁ ସମ୍ଭାଳୁ ସମ୍ଭାଳୁ ନିଜ ସୁଖ ଶାନ୍ତିକୁ ତୁଚ୍ଛ ମଣିଥିବା ଜଣେ ତପସ୍ୱୀ। ବାପାମାନେ କେମିତି ବା ପ୍ରକାଶ୍ୟରେ କାନ୍ଦନ୍ତେ? ଉଛୁଳା ନଈରେ ଯାତ୍ରୀମାନଙ୍କୁ ଘାଟରେ ସୁରକ୍ଷିତ ପହଞ୍ଚେଇବାର ଦାୟିତ୍ୱ ମୁଣ୍ଡେଇ ନାଉରୀ କେମିତି ବା ଧୈର୍ଯ୍ୟ ହରାନ୍ତା? ଭଉଁରୀକୁ ସାମ୍ନା କଲାବେଳେ କାତ ଫିଙ୍ଗି ନିଜକୁ ବଞ୍ଚାନ୍ତା? ପ୍ରତି ମୁହୂର୍ତ୍ତ ଅବିଚଳିତ ଦିଶୁଥିବା ବାପା ବି ଜଣେ ରକ୍ତ ମାଂସଧାରୀ ମଣିଷ। ଦୁଃଖରେ କାନ୍ଦେ, ଖୁସିରେ ଉଲ୍ଲସିତ ହୁଏ, ଯୌବନର ମାଦକତା ଖୋଜେ। ହେଲେ କଷ୍ଟରେ ଭାଙ୍ଗି ପଡ଼ିଥିବା ବାପା, ବିରହରେ ଝଡ଼ି ପଡ଼ିଥିବା ବାପା କେବଳ ଲୁହ ଲୁଚେଇ କାନ୍ଦୁଥାଏ। ବାପାମାନେ ବି କାନ୍ଦନ୍ତି, ହେଲେ ଆମେ କେତେ ଦେଖିପାରନ୍ତି ତାଙ୍କ ଅସରା ଅସରା ଲୁହ। କବିତାଟି କେମିତି ଲାଗିଲା? ଭଲ ଲାଗିଲା ନା? ଯଦି ଭଲ ଲାଗିଲା ତ କ'ଣ କରିବେ ଜାଣିଛନ୍ତି? ଭିଡ଼ିଓ ଟିକେ ଲାଇକ୍ କରିଦେବେ, ଆମମାନଙ୍କୁ ଭଲ ଲାଗିବ। ଭିଡ଼ିଓକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ। ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାନ୍ତୁ। ଉପସ୍ଥାପନାରେ ଯଦି କିଛି ଦୋଷ ତ୍ରୁଟି ରହିଗଲା କ୍ଷମା କରିବା ଅନାମିକାକୁ। ଆସିବ ଆଉ ଏକ କବିତା ସହିତ ଆସନ୍ତା ଅଧ୍ୟାୟରେ। ଆଜ୍ଞା ଦିଅନ୍ତୁ। ରହୁଛି, ନମସ୍କାର।